ବେଙ୍ଗଲୀ ହିରୋଇନ ଆସିପାରୁଛନ୍ତି କିନ୍ତୁ ଆଳୁ ଆସିପାରୁନି। ତାର କାରଣ ଯଦି ଆମେ ଖୋଜିବା ଯେ କିଛି ନା କିଛି କୋଉଠି ବି କୋଉଠି ଗୋଟେ ପ୍ରୋବ୍ଲେମ ରହୁଛି। ଆମର ଦୁଇଟା ଷ୍ଟେଟ୍ ଭିତରେ ଗୋଟେ ହେଲା ବେଙ୍ଗଲ, ବେଙ୍ଗଲରୁ ଆମର ମ୍ୟାକ୍ସିମମ୍ ଆଳୁ ଆସେ ଏବଂ ସେ ଆସିବାଟା ଯଦି ବନ୍ଦ ହେଇଯାଏ କିମ୍ବା ଯଦି ଲେଟ୍ ହେଇଯାଏ ତାହେଲେ ଏଠି ଯଦି ଅଭାବ ହୁଏ ଆଳୁ ଯଦି ଅଭାବ ହୁଏ ଆଳୁ ଦର ଆଜ୍ଞା ଆଳୁ ଦର ବଢ଼ିଲେ ବଡ଼ ଲୋକମାନଙ୍କର କିଛି ନାହିଁ। ଆମ ଲୋକ ମଧ୍ୟମ ପରିବାର ଯୋଉମାନେ ଗରିବ ମାନେ ସେମାନଙ୍କର ବହୁତ କଷ୍ଟ ହୁଏ। ସେ ସେତିକି ପଇସା ଦେଇକି ଆଳୁ କିଣିକି ଖର୍ଚ୍ଚ ବେଙ୍ଗଲରେ ଏତେ ସୁନ୍ଦର ସୁନ୍ଦର ହିରୋଇନ ଆସୁଛନ୍ତି କିନ୍ତୁ ଓଡ଼ିଆରେ କଣ ଓଡ଼ିଶାରେ କଣ ହିରୋଇନ ନାହାନ୍ତି ଅଛନ୍ତି ବହୁତ ଅଛନ୍ତି। ଆପଣ କହୁନାହାନ୍ତି ମହାଶ୍ଵେତାର କଣ ହିରୋଇନ କାହିଁ, ଅପରାଜିତାର କଣ ହିରୋଇନ କାହିଁ? ତେଣୁକରି ସବୁ ଅଛନ୍ତି। ଆମେ ବର୍ତ୍ତମାନ ବି ବାହାରୁଛନ୍ତି, ବହୁତ ଭଲ ଭଲ ବାହାରୁଛନ୍ତି। ଆମକୁ ଖୋଜିବା ଦରକାର ଏବଂ ତାଙ୍କୁ ଆଣିକି ହଁ ବେଙ୍ଗଲ କଣ ପାଇଁ ଆସୁଛନ୍ତି? ଭେରି ଗୁଡ କ୍ୱେଶ୍ଚନ। ଆମେ ଯୋଉ ପିକ୍ଚରଟି ବର୍ତ୍ତମାନ କରୁଛେ କେବଳ ଓଡ଼ିଆ ପିକ୍ଚର କଲା ଆମେ ଆମର ପଇସାଟା ପାଇପାରୁ। ତେଣୁ ଆମେ ଗୋଟେ ଜିନିଷ ରଖୁଛୁ, ଯଦି ଆମେ ବେଙ୍ଗଲକୁ ଡବିଂ କରିକି ଛାଡି ପାରିବୁ ଏବଂ ଛତିଶଗଡ଼କୁ ଯଦି ଆମେ ଡବିଂ କରିକି ଛାଡ଼ିବୁ ତାହେଲେ ଆମେ ନିଶ୍ଚୟ କିଛି ନା କିଛି ଅଧିକା ପଇସା ପାଇବୁ।